ସମସ୍ତଙ୍କୁ ଜୟ ଜଗନ୍ନାଥ। ଚାଲନ୍ତୁ ଆଜି ଆରମ୍ଭ କରିବା ଜଗନ୍ନାଥଙ୍କ ନାମ ନେଇ ଜଗନ୍ନାଥଙ୍କୁ ମନେ ପକାଇ ଆଜିର ଭିଡ଼ିଓକୁ ଦେଖନ୍ତୁ, ଶୁଣନ୍ତୁ। କିଛି ନା କିଛି ତ ଶିଖିବାକୁ ନିଶ୍ଚୟ ମିଳିବ। ଆଉ 2025 ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ତାହେଲେ ଚାଲନ୍ତୁ ଆରମ୍ଭ କରିବା। ଯେତେବେଳେ ଲଙ୍କାପତି ରାବଣକୁ ଖବର ମିଳିଲା ଯେ ଶ୍ରୀରାମ ଲେଖାଥିବା ପଥର ପାଣିରେ ନ ବୁଡ଼ି ଭାସି ରହିଲା, ଫଳରେ ସମୁଦ୍ରରେ ଏକ ବିଶାଳ ସେତୁ ନିର୍ମିତ ହେବା ସମ୍ଭବ ହୋଇଛି, ସେତେବେଳେ ରାବଣ ମନରେ ଭୟଭୀତ ଜାତ ହେଲା। ତଥାପି ନିଜ ସୈନ୍ୟ ଦଳର ମନୋବଳ ବୃଦ୍ଧି କରିବାର ଇଚ୍ଛା ଜାଗ୍ରତ ହେଲା। ସେ ମଧ୍ୟ ନିଜ ସାଥୀମାନଙ୍କ ସହ ଯାଇ ସମୁଦ୍ରରେ ରାବଣ ଲେଖି ଏକ ପଥର ଫିଙ୍ଗିଦେଲେ। ଅଦ୍ଭୁତ, ସେ ପଥର ମଧ୍ୟ ପାଣିରେ ନ ବୁଡ଼ି ଭାସିବାରେ ଲାଗିଲା। ରାବଣ ଖୁସିରେ ଘରକୁ ଫେରି ଆସିଲେ। ସେହି ସମୟରେ ମନ୍ଦୋଦରୀ ରାବଣକୁ କହିଲେ, ହେ ସ୍ୱାମୀ, ମୁଁ ଜାଣେ ତୁମେ ଯେଉଁ ପଥର ଫିଙ୍ଗିଛ ତାହା କଦାପି ପାଣିରେ ଭାସି ପାରିବ ନାହିଁ। ଅତଏବ ଏହା ପଛରେ ରହିଥିବା ରହସ୍ୟ ମୋତେ ଖୋଲିକି କୁହ। ତାହା ଶୁଣି ରାବଣ କିଛି କ୍ଷଣ ନୀରବ ରହି କହିଥିଲେ କି ମୁଁ ଏହି ପଥରକୁ ପାଣିରେ ଫିଙ୍ଗିଲା ବେଳେ ଶ୍ରୀରାମଙ୍କ ଦ୍ୱାହି ଦେଇ କହିଥିଲି କି ବୁଡ଼ିବ ନାହିଁ। ରାବଣ ଅହଙ୍କାରୀ ଥିଲା ସିନା, କିନ୍ତୁ ସେ ଶିବ ଭଗବାନଙ୍କର ବଡ଼ ଭକ୍ତ ଥିଲା। ଚାଲନ୍ତୁ ଏବେ ଶୁଣିବା ତାନସେନ ଓ ମଲ୍ହାରର କଥା। ତାନସେନ ଥିଲେ ଜଣେ ବଡ଼ ସଙ୍ଗୀତଜ୍ଞ। ଏକଦା ଆକବରଙ୍କ ଦରବାରରେ ସେ ମଲ୍ହାର ରାଗ ଗାଇଲେ। ଯାହା ଶୁଣି ଆକବର ଭାବ ବିହ୍ୱଲ ହୋଇ ତାନସେନକୁ ପ୍ରଶଂସା କରି ପଚାରିଲେ, ତୁମେ ଏପରି ଗାନ କେଉଁଠୁ ଶିଖିଲ? ତାନସେନ କହିଲେ, ହେ ମହାରାଜ, ଆପଣ ଗୁରୁ ହରିଦାସଜୀ ମହାରାଜଙ୍କ ଗାନ ଯଦି ଶୁଣିପାରନ୍ତେ ନିଶ୍ଚୟ ମୁଗ୍ଧ ହୋଇଥାନ୍ତେ। ଏ ଗାନ କିଛି ବି ନୁହେଁ। ତେବେ ହରିଦାସଙ୍କ ଗାନ ଶୁଣିବା କେବଳ ସାଧାରଣ ଲୋକ ଭାବରେ ହିଁ ସମ୍ଭବ ହୋଇପାରିବ। ଆକବର ନିଜର ରାଜକୀୟ ବେଶ ବଦଳାଇ ତାନସେନଙ୍କ ସହ ଗୁରୁ ହରିଦାସଜୀ ମହାରାଜଙ୍କ କୁଟୀରକୁ ଗଲେ। ହରିଦାସଜୀ ପ୍ରେମ ସମାଧିରେ ତଲ୍ଲୀନ ରହି ଏକତାରା ମୂର୍ଚ୍ଛନାରେ ସୁମଧୁର ଗାନ ଆରମ୍ଭ କଲେ। ଯାହା ଶୁଣି ଆକବର ମୂର୍ଚ୍ଛିତ ହୋଇଗଲେ। ଚେତନା ଆସିଲା ପରେ ସେ ତାନସେନକୁ ପଚାରିଲେ, ତୁମେ କାହିଁକି ଏଭଳି ସୁମଧୁର ଭଙ୍ଗୀରେ ଗାଇପାର ନାହିଁ? ତାନସେନ କହିଥିଲେ, ଗୁରୁ ଗାଆନ୍ତି ଭଗବାନଙ୍କୁ ଶୁଣାଇବାକୁ, ସେ ଗାଆନ୍ତି ବାଦଶାହକୁ ଶୁଣାଇବାକୁ। ଅନ୍ୟକୁ ସଙ୍ଗୀତ ଶୁଣାଇବା ଏକ ବିଷୟ, ଆଉ ଭଗବାନଙ୍କ ଉଦ୍ଦେଶ୍ୟରେ ଗାନ ଗାଇବା ଆଉ ଏକ ବିଷୟ। ଆମ ଦୁହିଁଙ୍କ ଭିତରେ ଏତିକି ଅନ୍ତର ରହିଛି। ଚାଲନ୍ତୁ ଏବେ ଶୁଣିବା ବିଷ୍ଣୁ ଭଗବାନଙ୍କର ପଞ୍ଚମ ଅବତାର ବାମନ ଅବତାର। ପଞ୍ଚମ ଅବତାର ହେଉଛି ଭଗବାନ ଶ୍ରୀବିଷ୍ଣୁଙ୍କ 10 ଅବତାର ମଧ୍ୟରେ ଅନ୍ତର୍ଭୁକ୍ତ ଏକ ମହାବୀର କଥା। ଏହି ଅବତାରରେ ଭଗବାନ ଶ୍ରୀବିଷ୍ଣୁ ବାମନ ରୂପରେ ଅବତୀର୍ଣ୍ଣ ହୋଇଥିଲେ, ଯିଏ ବାଲକ ବ୍ରାହ୍ମଣ ରୂପ ଧରି ରାଜା ବଲିଙ୍କ ପାଖକୁ ଯାଇଥିଲେ ଏବଂ ତାଙ୍କଠାରୁ 3 ପାଦ ଭୂମି ଦାନ ମାଗିଥିଲେ। ବଲି ଏହି ଦାନକୁ ସ୍ୱୀକାର କରିବା ପରେ ବାମନ ତ୍ରିବିକ୍ରମ ରୂପରେ ପ୍ରକଟ ହୋଇ ସମଗ୍ର ସମସ୍ତ ଲୋକ ଏବଂ ବ୍ରହ୍ମାଣ୍ଡକୁ ତାଙ୍କ ପାଦରେ ଆଚ୍ଛାଦନ କରିଥିଲେ। ଏହି ଅବତାରରେ ଭଗବାନ ବଲିଙ୍କ ଅହଙ୍କାରକୁ ନଷ୍ଟ କରି ତାଙ୍କୁ ପାତାଳକୁ ପଠାଇଥିଲେ। ମାତ୍ର ତାଙ୍କର ଭକ୍ତି ଓ ଦାନଶୀଳତାକୁ ମଧ୍ୟ ସମ୍ମାନ ଦେଇଥିଲେ। ଏହା ହିନ୍ଦୁ ଧର୍ମରେ ଦାନ, ଭକ୍ତି ଓ ଶକ୍ତିଶାଳୀଙ୍କ ଅହଙ୍କାର ନିବାରଣ ବିଷୟରେ ଏକ ମହାନ ଶିକ୍ଷା ଦେଇଥାଏ। ଏହି ଅବତାର ଭଗବାନଙ୍କର ଅସୀମିତ ଶକ୍ତି ଏବଂ ଭକ୍ତିର ମହିମା ପ୍ରତିପାଦନ କରିଥାଏ। ବାମନ ଅବତାର ହିନ୍ଦୁ ଜନମାନସର ଦାନ, ଭକ୍ତି ଏବଂ ନିରହଙ୍କାର ପ୍ରତୀକ ଭାବେ ପରିଚିତ। ସମସ୍ତ ପ୍ରାଣୀ, ପକ୍ଷୀ, ଦେବତା, ରାକ୍ଷସ ଆଦି ମଧ୍ୟରେ ଯେଉଁ ଏକ ସର୍ବବ୍ୟାପୀ ସତ୍ତା ବିରାଜିତ,
ସେହି ସତ୍ତା ହେଉଛନ୍ତି ପରମାତ୍ମାର ସ୍ୱରୂପ। ଯେତେବେଳେ ଆମେ ଏହି ସତ୍ତାକୁ ମୁଁ ସହିତ ମିଶାଇ ଦିଅନ୍ତି ଆମେ ଜୀବପଦ ବାଚ୍ୟ। ଯେତେବେଳେ ସତ୍ତାକୁ ମୁଁରୁ ଅଲଗା କରିଦିଅନ୍ତି ଆମେ ମୁକ୍ତି ପାଇଁ ଅଗ୍ରସର ହୋଇଥାନ୍ତି ଏବଂ ଯେତେବେଳେ ସତ୍ତାକୁ ଭଗବାନ ସହିତ ମିଶାଇ ଦିଅନ୍ତି ଆମେ ଭକ୍ତ ପାଲଟି ଯାଆନ୍ତି। ଚାଲନ୍ତୁ ଏବେ ଶୁଣିବା ତୁଳସୀ ଚଉରା ବିଷୟରେ। ତୁଳସୀ ଚଉରା ହିନ୍ଦୁ ଗୃହରେ କେବଳ ଏକ ଉଦ୍ଭିଦ ନୁହେଁ, ଏହା ଆଧ୍ୟାତ୍ମିକତା, ପରିବେଶ ସନ୍ତୁଳନ ଓ ବିଜ୍ଞାନର ଅଦ୍ଭୁତ ସମନ୍ୱୟର ଚିହ୍ନ। ଆଧ୍ୟାତ୍ମିକ ଦିଗରୁ ତୁଳସୀର ଗମ୍ଭୀର ମହତ୍ତ୍ୱ ରହିଛି। ତୁଳସୀକୁ ଭଗବାନ ବିଷ୍ଣୁଙ୍କ ପ୍ରିୟତମା ବୋଲି ମାନ୍ୟତା ଦିଆଯାଏ। ଭାଗବତ ପୁରାଣ ଓ ଅନ୍ୟାନ୍ୟ ଶାସ୍ତ୍ର ଅନୁଯାୟୀ ତୁଳସୀ ବିନା ବିଷ୍ଣୁ ପୂଜା ଅସମ୍ପୂର୍ଣ୍ଣ ହୋଇଥାଏ। ଏହି ଉଦ୍ଭିଦ ଭକ୍ତି, ଜ୍ଞାନ ଓ ବୈରାଗ୍ୟର ପ୍ରତୀକ। ଯିଏ ମନ ଓ ଗୃହ ପରିବେଶକୁ ଶୁଦ୍ଧ କରେ, ଦୈନନ୍ଦିନ ଦୂଷିତ ଚିନ୍ତା ଓ ଆଚରଣକୁ ଦୂର କରି ଆତ୍ମାକୁ ଶାନ୍ତି ଦେଇଥାଏ। ପରିବେଶ ଓ ସାମାଜିକ ଭୂମିକା। ତୁଳସୀ ଗଛ ଅଧିକ ଅମ୍ଳଜାନ ସୃଷ୍ଟି କରି ଗୃହ ଓ ପରିବେଶକୁ ଶୁଦ୍ଧ କରେ। ଏହା ବାୟୁରୁ ଜୀବାଣୁ, ଫଙ୍ଗସ୍ ଓ ବିଷାକ୍ତ ଗ୍ୟାସ ଅପସାରଣ କରିଥାଏ। ଫଳତଃ ଗୃହ ପରିବେଶ ସୁସ୍ଥ ରହେ। ଏହି ବୃକ୍ଷ ଚାରିପାଖରେ ପାରିବାରିକ ଏକତା, ସାମୁଦାୟିକ ବନ୍ଧନ ଓ ଧାର୍ମିକ ଏକତ୍ୱର ଅନୁଭୂତି ଆସେ, ଯେଉଁଥିରେ ପ୍ରତିଦିନ ସାମୂହିକ ପୂଜା ଏକ ନୂତନ ଶକ୍ତି ଦେଇଥାଏ। ବୈରାଗ୍ୟ, ତଥ୍ୟ ଓ ସ୍ୱାସ୍ଥ୍ୟ ଲାଭ। ତୁଳସୀରେ ଥିବା ଔଷଧୀୟ ଗୁଣଗୁଡ଼ିକ ପ୍ରତିରୋଧ ଶକ୍ତି ବଢ଼ାଏ, ରକ୍ତ ଶର୍କରା ନିୟନ୍ତ୍ରଣ କରେ ଏବଂ ବିଭିନ୍ନ ରୋଗ ରୋଧକ ଗୁଣ ଥାଏ। ଆୟୁର୍ବେଦ ଓ ଆଧୁନିକ ବିଜ୍ଞାନ ଉଭୟ ତୁଳସୀ ବୃକ୍ଷର ଔଷଧୀୟ ମୂଲ୍ୟକୁ ମାନ୍ୟତା ଦେଇଥାନ୍ତି ଏବଂ ବିଷ୍ଣୁ ଭଗବାନଙ୍କର ତୁଳସୀ ଅତି ପ୍ରିୟ। ସେଥିପାଇଁ ସମସ୍ତଙ୍କ ଘରେ ତୁଳସୀ ଚଉରା ରଖି ପୂଜା କରାଯାଇଥାଏ। ତୁଳସୀ ଯାହା ଘରେ ବି ଅଛି, ଏକାଦଶୀ, ସଂକ୍ରାନ୍ତି, ରବିବାର ଦିନ ତୁଳସୀ ପତ୍ର ଛିଣ୍ଡାନ୍ତୁ ନାହିଁ। ଦରକାର ପଡ଼ିଲେ ତା ଆଗଦିନ ୟା ପରଦିନ ଛିଣ୍ଡାଇ ପାରିବେ, କିନ୍ତୁ ଏହି 3 ଦିନ ଛିଣ୍ଡାଇବେ ନାହିଁ। କାହିଁକି ନା ତୁଳସୀ ମାତା କ୍ରୋଧ ହୋଇଥାନ୍ତି। ବିଷ୍ଣୁ ଭଗବାନଙ୍କର ଅତି ପ୍ରିୟ ତୁଳସୀ। ତୁଳସୀ ମାତା ସେହିଦିନ ବିଷ୍ଣୁ ଭଗବାନଙ୍କର ବ୍ରତ କରିଥାନ୍ତି। ସେଥିପାଇଁ ରବିବାର ଦିନ ମଧ୍ୟ ତୁଳସୀ ପତ୍ର ଛିଣ୍ଡାନ୍ତି ନାହିଁ। ଜୟ ଜଗନ୍ନାଥ।